ବାଲିମେଳା ଦେଖିବାକୁ ଯାଇ ସୁବର୍ଣ୍ଣରେଖା ନଦୀରେ ନାବାଳକ ନିଖୋଜ। ମହାବିଷୁବ ସଂକ୍ରାନ୍ତିରେ ବାଲିମେଳା ଦେଖିବାକୁ ଯାଇ ଫେରୁଥିଲା ବେଳେ ସୁବର୍ଣ୍ଣରେଖା ନଦୀରେ ନାବାଳକ ନିଖୋଜ ହୋଇଛନ୍ତି। ଜଲେଶ୍ୱର ବ୍ଲକ କୋଟିସାହି ପଞ୍ଚାୟତ ଗୋବର୍ଦ୍ଧନପୁର ଗାଁର ଚିତ୍ରାନାଥଙ୍କ ବଡ଼ ପୁଅ ସୁନୀଲ ନାଥ, ଯାହାଙ୍କର ବୟସ 14 ବର୍ଷ, ତିନି ଯୁବକଙ୍କ ସହ ନୌକା ଯୋଗେ ସୁବର୍ଣ୍ଣରେଖା ନଦୀ ପାରି ହୋଇ ବେଲି ଦାରବୁଡ଼ି ମାଙ୍କ ନିକଟରେ ବସିଥିବା ମେଳା ବୁଲିବାକୁ ଯାଇଥିଲେ। 11ଟା ସମୟରେ ନୌକା ବିନା ନଦୀରେ ଫେରିବା ବେଳେ ବାଳକଙ୍କର ଗୋଡ଼ ଖସି ଯାଇଥିଲା। ତିନି ଯୁବକ ଖବର ଦେଇଥିଲେ। ସୂଚନା ପାଇ ଗ୍ରାମବାସୀ ଓ ବସ୍ତା ଜଲେଶ୍ୱର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରି ବିଫଳ ହୋଇଛନ୍ତି। ନିଖୋଜ ଛାତ୍ର ଜଣକ ଚଳିତ ବର୍ଷ ବିଶ୍ୱନାଥ ଏକାଡେମୀରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ସୂଚନାଯୋଗ୍ୟ 2 ବର୍ଷ ପୂର୍ବେ ପଞ୍ଚୁକ ବ୍ରତରେ ଏହି ସ୍ଥାନରେ ବାଳକର ସାନ ଭାଇ ଓ ସାଥୀର ସଲିଳ ସମାଧି ଘଟିଥିଲା। ସନ୍ଧ୍ୟା ସୁଦ୍ଧା ନିଖୋଜ ଛାତ୍ର ମିଳି ନଥିଲା ବେଳେ ଓଡ୍ରାଫ୍ ଟିମ୍ର ସହାୟତା ଲୋଡ଼ାଯାଇଛି। ବାଲେଶ୍ୱରରୁ ବନମାଳୀ ମହାକୁଡ଼ଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।